সম্মান দেলে সম্মান মিলে সম্পর্কକୁ সম্মান ଦେଲେ ହିଁ ଆପଣ ସମ୍ମାନ ପାଇବେ। ହେଲେ ଏମିତି ଏକ ଦିନ ଆସିବ ସମ୍ପର୍କ ଥିବ କିନ୍ତୁ ଆପଣର କେହି ନଥିବେ। ଜୀବନରେ ତଳେ ପଡ଼ିବା ବି ଜରୁରୀ ଅଟେ। ଔକାତ ଜଣା ପଡ଼ିଥାଏ। ଯେଉଁମାନେ ଉଠାଇବାକୁ ହାତ ବଢ଼ାଇଥାନ୍ତି ସେମାନେ ନିଜ ଲୋକ ବୋଲି ଜଣା ପଡ଼ିଥାନ୍ତି। ଗୋଟେ ନାରୀ ଖରାପ କାମ କଲେ କାହିଁକି ତାର କର୍ମଫଳ ତା ସ୍ୱାମୀକୁ ମିଳେ। ନାରୀର ମଙ୍ଗଳେ ନରର ମଙ୍ଗଳ। ନାରୀ କ୍ଷୟେ କ୍ଷୟ ନର। ରମଣୀ ପତନେ ରମଣ ପତନ। ବିଧାତା ବିଧାତାଙ୍କର। ସ୍ତ୍ରୀ ଖରାପ କାମ କଲେ ତା କର୍ମଫଳ ତା ସ୍ୱାମୀକୁ ମିଳିବ। ସ୍ତ୍ରୀ ଭଲ କାମ କଲେ ତାର କର୍ମଫଳ ତା ସ୍ୱାମୀକୁ ମିଳିବ। ନାରୀ ପଣତରେ ଥାଏ ଧର୍ମ, ପୁରୁଷ ହାତରେ ଥାଏ କର୍ମ। ସନ୍ଦେହ ଏପରି ଏକ ଭୟଙ୍କର ରୋଗ ଯାହାର କୌଣସି ଔଷଧ ନାହିଁ। ଏହି ସନ୍ଦେହ ପାଇଁ ବେଳେବେଳେ କାହାର ସୁନାର ସଂସାର ଭାଙ୍ଗିଯାଏ ତ ପୁଣି କେତେବେଳେ ଅତି ନିବିଡ଼ ସମ୍ପର୍କ ଭିତରେ ବି ଶତ୍ରୁତା ସୃଷ୍ଟି ହୋଇଥାଏ। ଯାହା ଘଟି ଯାଇଛି ତାକୁ ଭୁଲି ଯାଆନ୍ତୁ ଏବଂ ପୁନର୍ବାର ଆରମ୍ଭ କରନ୍ତୁ। ନୂତନ ଆରମ୍ଭ ନିଶ୍ଚିତ ଭାବରେ ଜଣକୁ କଷ୍ଟ ଦେଇଥାଏ କିନ୍ତୁ ମନେ ରଖନ୍ତୁ ସଫଳତା କେବଳ ଅସୁବିଧାକୁ ଦୂର କରିବା ପାଇଁ ଆସିଥାଏ। ଭୁଲ କରିଦେଲେ ସାଥୀ ଛାଡ଼ିଦେବା ନୁହେଁ ବରଂ ଭୁଲ ହେଲା ପରେ ବି ଯିଏ ଆପଣଙ୍କୁ ବୁଝେଇବାକୁ ଚେଷ୍ଟା କରେ ସିଏ ଆପଣଙ୍କର ପ୍ରକୃତ ସାଥୀ ଅଟେ। ରାଗକୁ ମନରେ ଜାଗା ଦେଲେ ସମ୍ପର୍କ ନଷ୍ଟ ହୁଏ। ଅଭିମାନକୁ ମନରେ ପୋଷି ରଖିଲେ ଦୂରତା ସୃଷ୍ଟି ହୁଏ। କିନ୍ତୁ ସବୁକିଛି ଭୁଲି କ୍ଷମା କରିଦେଲେ ସମ୍ପର୍କ ଚିରସ୍ଥାୟୀ ହୋଇଯାଏ। କେତେ ଅଜବ ଏ ଦୁନିଆ। ଆପଣ ସମସ୍ତଙ୍କର ହେବେ କିନ୍ତୁ ଆପଣଙ୍କର କେହି ନାହିଁ। ଆପଣ ସମସ୍ତଙ୍କୁ ବୁଝିବେ କିନ୍ତୁ ଆପଣଙ୍କୁ କେହି ବୁଝିବେ ନାହିଁ। ଆପଣ ସମସ୍ତଙ୍କର ସାଥ ଦେବେ କିନ୍ତୁ ଆପଣଙ୍କୁ କେହି ସାଥ ଦେବେ ନାହିଁ। ଆପଣ ସମସ୍ତଙ୍କ ପାଇଁ ବଞ୍ଚିବେ ଆପଣଙ୍କ ପାଇଁ କେହି ବଞ୍ଚିବେ ନାହିଁ। ଆପଣ ସମସ୍ତଙ୍କ ପାଇଁ ମରିବେ କିନ୍ତୁ ଆପଣଙ୍କ ପାଇଁ କେହି ମରିବେ ନାହିଁ। ଭୁଲ ତ ଝିଅ ଆଉ ବୋହୂର ବି ହୋଇଥାଏ କିନ୍ତୁ ସବୁବେଳେ ସମସ୍ତେ ଝିଅର ଭୁଲକୁ କ୍ଷମା କରିଦିଅନ୍ତି ଏବଂ ବୋହୂର କଥାକୁ ବାହାର ଲୋକଙ୍କ ଆଗରେ ପ୍ରକାଶ କରିଥାନ୍ତି। କାହିଁକି ନା ଝିଅ ହେଉଛି ନିଜର ଏବଂ ବୋହୂ ହେଉଛି ପର। ବୃଦ୍ଧାବସ୍ଥାରେ ଆମକୁ କୌଣସି କଥାର ଦୁଃଖ ଥାଏ। ଏହି କଥାକୁ ନେଇ ନୁହଁ କି ଆମେ ଠିକ୍ କଲୁ କି ଭୁଲ ବରଂ ସେହି କଥାର ଦୁଃଖ ଥାଏ କି ଯାହା ଇଚ୍ଛା ଥିଲା ତାହା କରିପାରିଲି ନାହିଁ। ଏଣୁ ନିଜ ଇଚ୍ଛା ଆକାଂକ୍ଷାକୁ ଚପାଇ ନ ଦେଇ ବରଂ ତା ମାଧ୍ୟମରେ ଆପଣ ସଫଳତାର ପାହାଚ ଚଢ଼ିପାରିବେ। ଦୈନିକ ନୂଆ ସ୍ୱପ୍ନ ଦେଖନ୍ତୁ ଏବଂ ତାକୁ ପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରନ୍ତୁ। ଏବେ ଆପଣ ପ୍ରଗତିର ସ୍ୱପ୍ନ ଦେଖିବା ବନ୍ଦ କରିଦେବେ ଆପଣ ବୁଢ଼ା ହୋଇଯିବେ। ଆମ ଚାରିପଟେ ଏମିତି ବହୁତ ଯୁବା ବୁଢ଼ା ଅଛନ୍ତି ଯାହାଙ୍କୁ ସ୍ୱପ୍ନ ହିଁ ଆସେ ନାହିଁ। ଆପଣଙ୍କ ଭାଗ୍ୟ ଆପଣଙ୍କ ହାତ ମୁଠାରେ ଅଛି। ଯେଉଁ ଶକ୍ତି ଓ ସାହାଯ୍ୟ ଆପଣ ଈଶ୍ୱରଙ୍କ ଠାରୁ ଚାହୁଁଛନ୍ତି ସବୁ ଆପଣଙ୍କ ଭିତରେ ଅଛି। ନିଜ ଭାଗ୍ୟ ନିଜେ ତିଆରି କରନ୍ତୁ। ସଫଳତା ଓ ଅସଫଳତା ବାବଦରେ ଚିନ୍ତା କରିବା ବଦଳରେ ବରଂ ଆପଣ ଚେଷ୍ଟା କରିବା ଉପରେ ଧ୍ୟାନ ଦିଅନ୍ତୁ। ଚେଷ୍ଟା କରିବା ଦ୍ୱାରା ରାସ୍ତା ସହଜ ହେବ ଓ ଭଲ ପରିଣାମ ବି ଆସିବ ଓ ସନ୍ତୁଷ୍ଟି ବି ମିଳିବ। ପରିଶ୍ରମ ଓ ନିଷ୍ଠାରୁ ପାଆନ୍ତୁ ସଫଳତା। ପ୍ରଭୁ ଆମକୁ ବଚନ ଦେଇଛନ୍ତି ଯିଏ ଖୋଜିବ ସିଏ ସବୁ ପାଇବ ଏବଂ ଯଦି ସୁଯୋଗର ଦ୍ୱାରକୁ ଠକ୍ ଠକ୍ କରିବ ତେବେ ସମସ୍ତ ଦ୍ୱାର ଆମ ପାଇଁ ଉନ୍ମୁକ୍ତ ହୋଇଯିବ। କାମ ତ ସମସ୍ତେ କରିଥାନ୍ତି କିନ୍ତୁ ତ୍ରୁଟିହୀନ କାମ ବହୁତ କମ୍ ଲୋକ କରିଥାନ୍ତି। କାମ କେତେ ପରିମାଣରେ ହେଲା ତାହାଠାରୁ ଅଧିକ ମହତ୍ୱପୂର୍ଣ୍ଣ ହେଲା ଏହା କେତେ ଭଲ ବା ମାର୍ଜିତ ଭାବେ ହେଲା। ବାରମ୍ବାର ନିଷ୍ଠାପର ଭାବରେ
ପରିଶ୍ରମ କରିବା ଦ୍ୱାରା ତ୍ରୁଟିହୀନ କାମ ହେବା ସମ୍ଭବ ହୋଇପାରେ। ଜୟ ଶ୍ରୀ ଜଗନ୍ନାଥ।